अंध भावरे कौनसी कथा ग्रहण करने हेब नहीं। तार समस्त विषय को तर्जमा करी परीक्षा निरीक्षा कला परे जहाँ सत्य प्रतिपादित हेब से सत्य को ही ग्रहण कर। मलाखी 4 अध्याय 2 पद लेखा जाइछि, मात्र आंभ नामको भय करुअछ जे तुम्भे माने तुम्भ मानक प्रति धर्म रूप सूर्य आरोग्यदायक किरण संयुक्त होई उदित हेबे। आउ तुम्भे माने बाहर होई हृष्ट पृष्ठ गवत्स तुल्य उदा मारिब। धर्म धारणे जगत धर्मरे हुए आत जात। धर्म एक पोत गढ़ी विधि तरीबाकु ही संसार बारिधि। धर्म सिना एका महत पुणिया आउ सबु कथा अढ़े दिनिया। लोक पुस्तक उणी आंभ मानक पद शांति पथ को आनिबा निमंते आंभ मानक ईश्वरंकर जो स्नेहपूर्ण करुणा हेतु आंभ मानक प्रति ऊर्ध्वरु सूर्योदय हेब। जीशु ख्रीष्ट जो पृथ्वी उपरे अवतरण कले से पृथ्वीर सम्राट थिले काइसर अगस्टस। रोमियो सम्राट माने देवतांकठू किछि कम नथिले। देवी देवतांक प्रतिनिधि मानी लोक सेमानंकर पूजा करुथिले। रोमियो सम्राटंक नाम आगरे दुर्जय उपाधिटी जोड़ी दिया जाउथिला। उदाहरणतः सम्राट कन्स्टेंटिन को दुर्जय कन्स्टेंटिन कुहा जाउथिला। सेमानको दुर्जय कहिबा पछरे रहिछि रहस्यटिए। से कालरे खूब लोकप्रिय थिला सूर्य उपासना। ग्रीक मानक सूर्य देवता अपोलो, बाबिलोनियो मानक सूर्य देवता सामस एवं पारस्यों सूर्य देव मिथरा जन जीवन को बांधी रखिथिले से मानक प्रभाव डोरी रे। मिस्र सीरिया एवं रोम रे मध्य प्रजांकर विश्वास थिला जे सूर्य ही परम पूज्य। विशाल रोम साम्राज्य रे सूर्य को अजेय सूर्य हिसाब रे मान्यता दिया जाइथिला। सूर्य उपासक मानक विश्वास अनुसार डिसेम्बर 22 तारीख रे सूर्य मृत्युवरण करी पुनर्जीवित हेउथिले डिसेम्बर 25 रे। सेथिपाई ए दिन रे एक उत्सव पालित हेउथिला अजेय सूर्यंक उद्देश्य रे। भक्तंकर भक्ति अनुसार सूर्य जेमिति अंधकार उपरे जय लाभ करे राजा माने से भले विजय प्राप्त होंते शत्रुंक उपरे। सेथिपाई सूर्यंक भली सेमाने भी दुर्जय एवं वंदनीय कुहा जाए। सम्राट कन्स्टेंटिन निजे जने सूर्य उपासक थिले। हेले चतुर्थ शताब्दी रे एक विराट परिवर्तन देखा जाइथिला रोमर धर्मीय स्रोत रे। लोक सूर्य उपासना छाड़ी मने पक्के थिले धार्मिकतार सूर्य को स्वयं विश्व स्रष्टा को से परम शक्ति को जे सूर्य भली एक महाज्योति की टंगे रखिछंती शून्य उपरे। डिसेम्बर मासरे
ସୂର୍ଯ୍ୟଙ୍କ ମୃତ୍ୟୁ ପ୍ରସଙ୍ଗ ସେଇ ଯୁଗର ଭକ୍ତଙ୍କର ଏକ କଳ୍ପନା ମାତ୍ର। ନା ସୂର୍ଯ୍ୟ ମରୁଥିଲେ, ନା ଜୀବନ ପାଉଥିଲେ। ଦୁର୍ଜୟ ସୂର୍ଯ୍ୟ ମହୋତ୍ସବ ଭକ୍ତିର ଏକ ପ୍ରବାହ। ଉତ୍ସବ ନାଁରେ ମଣିଷ ଯେମିତି ପିଇ ଯାଉଥିଲା ସଞ୍ଜୀବନୀ, ଆହୁରି ବଞ୍ଚି ରହିବାକୁ, ନୂଆ ଏକ ଋତୁରେ ପାଦ ଥାପିବାକୁ। 2025 ବର୍ଷ ତଳର କଥା। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନା ହିଟର ଥିଲା, ନା ଆଧୁନିକ ଗରମ ପୋଷାକ। ବରଫ ଅଞ୍ଚଳରେ ତୁଷାର ବୃଷ୍ଟି ଏବଂ ହାଡ଼ଭଙ୍ଗା କାକର ମଣିଷ ମନରୁ ଛଡ଼େଇ ନଉଥିଲା ଯିବାର ଭରସାଟିକୁ। ଦିନ ଛୋଟ ହେଲେ ଲୋକ ଭାବୁଥିଲେ ମରି ଯାଇଛି ସୂର୍ଯ୍ୟ। ଦିନ ବଡ଼ ହେଲେ ଆନନ୍ଦ ବିଭୋର ହଉଥିଲେ। ସେମାନଙ୍କୁ ଲାଗୁଥିଲା ଯେମିତି ସୂର୍ଯ୍ୟ ପୁନର୍ଜୀବିତ ହେଇଛନ୍ତି। ଜୀବନରେ ଆସୁଥିଲା ଟିକିଏ ସୁଖ, କିଛିଟା ଶାନ୍ତି। ବଞ୍ଚିବାର ଆଶା ଫେରି ପାଇ ଉତ୍ଫୁଲ୍ଲିତ ହଉଥିଲା ମଣିଷର ମନ। ବସନ୍ତ ପ୍ରତୀକ୍ଷାରେ ରହି ସିଏ ପୂଜା କରୁଥିଲା ଜଇଁ ରହିଥିବା ବା ଜଇଁ ଉଠିଥିବା ସୂର୍ଯ୍ୟଙ୍କୁ। ଏହି ପରମ୍ପରାକୁ ଆଧାର କରି କେହି କେହି କହନ୍ତି ଯେ ସୂର୍ଯ୍ୟ ଉପାସନାର ଦିନଟିକି ଚୋରି କରି ନେଇଛନ୍ତି ଖ୍ରୀଷ୍ଟିଆନ ମାନେ। ଡିସେମ୍ବର 25 ଯେବେ ଯୀଶୁଙ୍କର ଜନ୍ମଦିନ ନୁହେଁ, ସେ ଦିନଟିକୁ ବଡ଼ଦିନ ହିସାବରେ ପାଳନ କରାଯାଉଛି କାହିଁକି? ତେବେ ସୂର୍ଯ୍ୟ ଜନ୍ମ ନେଇଥିଲେ କି ଡିସେମ୍ବର 25ରେ? ଆପୋଲୋଙ୍କ ଭଳି ପ୍ରତିଟି ରାଜ୍ୟର ସୂର୍ଯ୍ୟ ଦେବତା ଏ ଦିନରେ ଜନ୍ମଗ୍ରହଣ କରିଥିଲେ କି? ଏମିତି ବି ହୁଏ କଳ୍ପନାଟିକୁ ସତ୍ୟର ରୂପ ଦେବା ପାଇଁ ମାଡ଼ି ଆସେ ଯୁକ୍ତିର ବଢ଼ି। ହେଲେ ସତ୍ୟ ଘଟଣାଟିକୁ ସ୍ୱୀକାର କରିବାକୁ ନିଅଣ୍ଟ ପଡ଼େ ମନୋବଳ। ରୋମ ଚକ୍ରବର୍ତ୍ତୀ ଅରେଲିୟନ 273 ମସିହାରେ ବାଲ୍ ଦେବତାଙ୍କୁ ସିରିୟାରୁ ଆମଦାନୀ କରି ରୋମରେ ପ୍ରତିଷ୍ଠିତ କରିଥିଲେ ସୂର୍ଯ୍ୟ ଉପାସନା। ତାଙ୍କ ଅମଳରେ ରାଜ ଆଦେଶ ଜାରି ହେଉଥିଲା ଅଜେୟ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଉତ୍ସବଟି ପାଳନ କରିବାକୁ ଡିସେମ୍ବର 25 ତାରିଖରେ। ଏଥିରୁ ଜଣାପଡ଼େ ଏହା କାହାରି ଜନ୍ମଦିନ ନୁହେଁ। ଅନ୍ୟପକ୍ଷରେ ଖ୍ରୀଷ୍ଟୀୟ ଜଗତ ଯେତେବେଳେ ବଡ଼ଦିନ ଉତ୍ସବ ପାଳନ କରେ, ତାହା କୌଣସି ଏକ ଦିନ ଉପରେ ଆଧାରିତ ନୁହେଁ, ଆଧାରିତ ଏକ ଘଟଣା ଉପରେ, ଏକ ଅସାଧାରଣ ଅଲୌକିକ କର୍ମ ଉପରେ। ଉତ୍ତର ୟୁରୋପର ଅର୍ଥୋଡକ୍ସ ମଣ୍ଡଳୀ ଗୁଡ଼ିକରେ ଆଜି ବି ବଡ଼ଦିନ ପାଳିତ ହେଉଛି ଜାନୁଆରୀ 6 ତାରିଖରେ। ପଦାର୍ଥ ବିଜ୍ଞାନୀ ତଥା ଜ୍ୟୋତିର୍ବିଜ୍ଞାନୀ ବିଶାରଦ ଡେଭିଡ୍ ହ୍ୟୁଗସଙ୍କ ଗଣନାନୁସାରେ ସେପ୍ଟେମ୍ବର 7 ତାରିଖ ହେଉଛି ଯୀଶୁଙ୍କର ଜନ୍ମଦିନ। ତାଙ୍କ ମତାନୁସାରେ ଖ୍ରୀଷ୍ଟପୂର୍ବ 7ମ ଶତାବ୍ଦୀରେ ଜୁପିଟର ଏବଂ ଶନି ଗ୍ରହର ସଙ୍ଗମ ଫଳରେ ଯେଉଁ ଉଜ୍ଜ୍ୱଳ ତାରାଟିଏ ଆଖି ସାମ୍ନାକୁ ଆସିଥିଲା, ତାହା ହୁଏତ ସେହି ତାରା ଯାହାକୁ ଅନୁସରଣ କରି ପଣ୍ଡିତମାନେ ଯାଇଥିଲେ ବେଥଲେହେମକୁ। 17 ଶତାବ୍ଦୀର ଅନ୍ୟତମ ଜ୍ୟୋତିର୍ବିଜ୍ଞାନୀ ଜୋହାନ୍ସ କେପ୍ଲର ଏଥିରେ ଏକମତ ଥିଲେ।
ସିଏ କହିଥିଲେ ଶୁକ୍ର ଗ୍ରହ ଶନି ଏବଂ ଜୁପିଟରର ସଙ୍ଗମ ହେଇଥିଲା ଖ୍ରୀଷ୍ଟପୂର୍ବ 7ମ ଶତାବ୍ଦୀରେ। ପ୍ରଥମ ଓ ଦ୍ୱିତୀୟ ଶତାବ୍ଦୀର ତାର୍କିକ ମାନେ ଅନେକ ପ୍ରୟାସ କରିଥିଲେ ଯୀଶୁଙ୍କ ଜନ୍ମ ଦିନଟିକୁ ଖୋଜିବା ପାଇଁ। ସେମାନଙ୍କ ମଧ୍ୟରୁ ଆଲେକ୍ଜାଣ୍ଡିଆର ଟାଇଟସ୍ କ୍ଲେମେଣ୍ଟ ମେ 20 ତାରିଖକୁ ଯୀଶୁଙ୍କ ଜନ୍ମଦିନ ବୋଲି ଚିହ୍ନିତ କରିଥିବା ବେଳେ ଏସିଆ ମାଇନରର ବିଶପ ପୋଲିକର୍ପ ଏବଂ ହିପୋଲାଇଟସ୍ ମତ ଦେଇଥିଲେ ଯେ ଖ୍ରୀଷ୍ଟ ଜନ୍ମୋତ୍ସବ ଡିସେମ୍ବର 25ରେ ପାଳିତ ହେବା ବାଞ୍ଛନୀୟ। ପୋପ୍ ଜୁଲିୟସ୍ ପ୍ରଥମ ଏହା ହିଁ କଲେ। 353 ମସିହାରେ ଏକ ପ୍ରାଧିକାର ପତ୍ର ଜରିଆରେ ସିଏ ବିଶ୍ୱମଣ୍ଡଳୀ ଆଗରେ ଉପସ୍ଥାପିତ କଲେ ଡିସେମ୍ବର 25 ଯୀଶୁଙ୍କ ଜନ୍ମଦିନ ହିସାବରେ। ସେଇ ଦିନଠୁ ପ୍ରତିବର୍ଷ ସାରାଟି ବିଶ୍ୱରେ ପାଳିତ ହେଉଛି ଖ୍ରୀଷ୍ଟ ଜନ୍ମୋତ୍ସବ। ଅତଏବ ଦିନର ମହତ୍ତ୍ୱ ଅପେକ୍ଷା ଘଟଣାଟିର ମହତ୍ତ୍ୱ ଅଛି ବଡ଼ଦିନ ଉତ୍ସବରେ।